শ্রোতাবন্ধু নমস্কার, শুভেচ্ছা জଣାଇ আরম্ভ করুছু আজির আকাশবাণীরু কৃষি শিক্ষা কার্যক্রম। শ্রোতাবন্ধু, ଆମେ ଜାଣିଛେ ଯେ ପରିବେଶର ସନ୍ତୁଳନକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଜାତିର ପ୍ରାଣୀ ଏବଂ ଉଦ୍ଭିଦର ସହାବସ୍ଥାନକୁ ଜୈବ ବିବିଧତା ବୋଲି କୁହାଯାଏ। ମାତ୍ର ବଡ଼ ଦୁଃଖର ବିଷୟ ଏହିକି ଯେ ପ୍ରତିବର୍ଷ ହଜାରରୁ ଉର୍ଦ୍ଧ୍ୱ ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇବାରେ ଲାଗିଛନ୍ତି। କଳକାରଖାନାର ପ୍ରତିଷ୍ଠା, ସହର ଓ ଜନବସତି ସ୍ଥାପନ ତଥା କୃଷିକ୍ଷେତ୍ର ପ୍ରସ୍ତୁତି ଫଳରେ ଉଦ୍ଭିଦ ଓ ପ୍ରାଣୀ ଜଗତ ପାଇଁ ପର୍ଯ୍ୟାପ୍ତ ପରିମାଣର ବାସୋପଯୋଗୀ ରହିବା ଜାଗା ମିଳୁନାହିଁ। ବିଜ୍ଞାନ ଓ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଅପବ୍ୟବହାର ଯୋଗୁଁ ବଢ଼ି ଚାଲିଛି ପରିବେଶ ପ୍ରଦୂଷଣ, ଜୀବଜନ୍ତୁ ଶିକାର, ଅବିଚାରିତ ଭାବେ ଗଛ କଟା, ବିଦେଶୀୟ ଉଦ୍ଭିଦ ଓ ଜୀବଜାତିର ଅନୁପ୍ରବେଶ ତଥା ଜାଗତିକ ଉଷ୍ମତା ଯୋଗୁଁ ହଜାର ହଜାର ସଂଖ୍ୟାର ଅମୂଲ୍ୟ ଉଦ୍ଭିଦ ଓ ପ୍ରାଣୀମାନଙ୍କୁ ଆମେ ହରେଇ ଚାଲିଛୁ। ତେବେ ସମଗ୍ର ପୃଥିବୀରେ ଜୈବ ବିବିଧତାକୁ ଅକ୍ଷୁଣ୍ଣ ରଖିବା ପାଇଁ ବାସସ୍ଥଳୀ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, କାଠ ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ତଥା ବାୟୁମଣ୍ଡଳର ତାପମାତ୍ରା ହ୍ରାସ ଭଳି ପଦକ୍ଷେପମାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ତେବେ ବଡ଼ ଆଶ୍ୱାସନାର କଥା ହେଉଛି ଯେ ଜୈବ ବିବିଧତାର ସଂରକ୍ଷଣ ପାଇଁ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ଜୈବମଣ୍ଡଳ ସଂରକ୍ଷଣ, ବ୍ୟାଘ୍ର ପ୍ରକଳ୍ପ ଏବଂ କୁମ୍ଭୀର ପ୍ରକଳ୍ପ ଭଳି ଆମ ଦେଶରେ କାର୍ଯ୍ୟକାରୀ ହେଉଛି। ବିଶ୍ୱରେ ଜୈବ ବିବିଧତାରେ ପୂର୍ଣ୍ଣ ଦେଶମାନଙ୍କ ମଧ୍ୟରେ ଭାରତ ଶ୍ରେଷ୍ଠ 17ଟି ଦେଶ ମଧ୍ୟରେ ରହିବା ସହ 7ରୁ 8% ପ୍ରଜାତିକୁ ସୁରକ୍ଷିତ ରଖିବାରେ ରେକର୍ଡ ସୃଷ୍ଟି କରିଛି। ତେବେ ସମଗ୍ର ବିଶ୍ୱରେ ଏବେ ବି ପ୍ରତି ଘଣ୍ଟାରେ 3ଟି ପ୍ରଜାତି ସମ୍ପୂର୍ଣ୍ଣ ବିନଷ୍ଟ ହେବାରେ ଲାଗିଛି। ଜାଗତିକ ଉଷ୍ମତା ପାଇଁ ପ୍ରାୟ 74 ପ୍ରଜାତିର ଜଙ୍ଗଲୀ ବେଙ୍ଗ ବିଲୁପ୍ତ ହୋଇସାରିଛନ୍ତି। ଆଣ୍ଟାର୍କଟିକାରେ ଗତ 20 ବର୍ଷ ମଧ୍ୟରେ 320 ଯୋଡ଼ା ଆଡେଲି ପେଙ୍ଗୁଇନ୍ ମଧ୍ୟରୁ ମାତ୍ର 54 ଯୋଡ଼ା ଜୀବିତ ଅଛନ୍ତି। ଇଏ ତ ମାତ୍ର କେତୋଟି ଉଦାହରଣ। ଏଇଥିରୁ ସ୍ପଷ୍ଟ ଅନୁମେୟ ଯେ ସମଗ୍ର ବିଶ୍ୱର ଜୈବ ବିବିଧତାର ଚିତ୍ର କେତେ ଦୟନୀୟ। ଆସନ୍ତୁ ଜୈବ ବିବିଧତାର ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା, ନିଜେ ସଚେତନ ହେଇ ଅନ୍ୟକୁ ସଚେତନତାର ବାର୍ତ୍ତା ପହଞ୍ଚାଇବା। ଶ୍ରୋତାବନ୍ଧୁ, ଆପଣମାନଙ୍କ ସହ କଥା ହେଉ ହେଉ ସଞ୍ଜ ହୋଇଗଲାଣି। ପ୍ରଥମେ ଠାକୁରଙ୍କର ଭଜନଟିଏ ଶୁଣିବା, ତାପରେ କାର୍ଯ୍ୟକ୍ରମକୁ ଆଗେଇ ନେବା। কোটি কামনার ঊর্ধ্বরে তুমি জীবন
ଧର ତୁମେ ସୁନ୍ଦରତା ତୁମ ସର୍ଜନା କୋଟି କାମନାର ଊର୍ଦ୍ଧ୍ୱରେ ତୁମେ ଜୀବନର ସର୍ବବାସନା। ଭଜନ ତ ଶୁଣିଲେ ମନ କର୍ଣ୍ଣ ପବିତ୍ର ହେଇଗଲା। ଏବେ ଆମ ପେଟ ପାଟଣା କଥା। ଶ୍ରୋତାବନ୍ଧୁ, ମାଟି ଆଉ ମାଟି ଭଳି ନାହିଁ, ଧୀରେ ଧୀରେ ଖପରା ହେଇଗଲାଣି। ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଫଳରେ ତାର ମୌଳିକ ଗୁଣ ସବୁ ନଷ୍ଟ ହେବାକୁ ବସିଲାଣି। ମାଟିର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ଏହା ସାଧାରଣ ଜନଜୀବନ ଉପରେ କୁପ୍ରଭାବ ପକାଉଛି। ହଁ ଶ୍ରୋତାବନ୍ଧୁ, ଯୋଉଠି ମାଟିର ଦେହ ସୁସ୍ଥ ରହେ ସେଇଠି ସୁସ୍ଥ ତଥା ନିରୋଗ ଜୀବନଟିଏ ତିଆରି ହୁଏ। ତେବେ ଏହି ପରିପ୍ରେକ୍ଷୀରେ ଆଜିର ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମରେ ଶିକ୍ଷାଦାନର ବିଷୟ ରହିଛି ସୁସ୍ଥ ମାଟି ସୁସ୍ଥ ଜୀବନ। ଶିକ୍ଷାଦାନ କରିବାକୁ ବୈଠକରେ ଆସି ପହଞ୍ଚି ଗଲେଣି କୃଷି ବିଜ୍ଞାନ କେନ୍ଦ୍ର ସନ୍ଥପୁର କଟକର ବରିଷ୍ଠ ମୃତ୍ତିକା ବିଶେଷଜ୍ଞ ଡକ୍ଟର ଦିଲ୍ଲୀପ ରଞ୍ଜନ ଷଡ଼ଙ୍ଗୀ। ତେବେ ମହାଶୟ ଏବେ ଶିକ୍ଷାଦାନ କରନ୍ତୁ, ଆମେ ବସି ଶୁଣିବା। ପ୍ରିୟ କୃଷି ଶିକ୍ଷାର୍ଥୀ ବନ୍ଧୁଗଣ, ଆଜିର ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମରେ ଶିକ୍ଷାଦାନର ବିଷୟଟି ହେଉଛି ସୁସ୍ଥ ମାଟି ସୁସ୍ଥ ଜୀବନ। ମୃତ୍ତିକା କହିଲେ ଆମେ ସାଧାରଣତଃ ଏକ ନିର୍ଜୀବ ବସ୍ତୁକୁ ବୁଝିଥାଉ, କିନ୍ତୁ ପ୍ରକୃତରେ ବିଜ୍ଞାନସମ୍ମତ ତଥ୍ୟକୁ ଯଦି ଅନୁଶୀଳନ କରିବା, ମୃତ୍ତିକା ହେଉଛି ଏକ ଜୀବନ୍ତ ଏବଂ ସଜୀବ ବସ୍ତୁ। ମୃତ୍ତିକାକୁ ଇଂରାଜୀରେ ଆମେ ସଏଲ୍ ବୋଲି କହିଥାଉ। ସଏଲ୍ର ସମ୍ପୂର୍ଣ୍ଣ ବ୍ୟାଖ୍ୟା ଆମେ କରିବା, ଇଂରାଜୀରେ ତାକୁ ସୋଲ୍ ଅଫ୍ ଇନଫାଇନାଇଟ୍ ଲାଇଫ୍ ବା ଅସରନ୍ତି ଜୀବନର ଉତ୍ସ ବୋଲି ଆମେ ଧରିପାରିବା। ଯେତିକି ଆମର ଜୀବନ୍ତ ଜୀବଜନ୍ତୁ ବା ଯେତିକି ଜୀବନ୍ତ ଜିନିଷ ଆମେ ଦେଖୁଛେ ଆମ ଆଖିରେ, ତାଠାରୁ ଅନେକ ଗୁଣରେ ଅଧିକ ଜୀବଜନ୍ତୁ ଏବଂ ଜୀବନ୍ତ ସୂକ୍ଷ୍ମଜୀବ ଆମ ମାଟିରେ ରହିଥାନ୍ତି। ତେଣୁକରି ମାଟିକୁ ଆମେ ନିର୍ଜୀବ ନ ଭାବି ସଜୀବ ଭାବିବା ହେଉଛି ଆମର ପ୍ରଥମ କଥା। ଏବେ ଯେଉଁ ଚିରନ୍ତନ ଉନ୍ନତି ପାଇଁ ଯେଉଁ ସବୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତା ମଧ୍ୟରେ ମୃତ୍ତିକା ବା ମାଟି ଏକ ଉପାଦାନ। ମାଟି ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଉପହାର। ତେଣୁ ମାଟିକୁ ଆମେ ଯେତେ ସଜୀବ ରଖିବା, ଯେତେ ସୁସ୍ଥ ରଖିବା ଜୀବଜଗତ ପାଇଁ, ତାହା ସେତେ ଲାଭଦାୟକ ହୋଇପାରିବ। ମାଟି ଆମର ଜୀବଜଗତର ଅଙ୍ଗାରକର ସବୁଠାରୁ ବଡ଼ ସିଙ୍କ। ଯେତେ ଆମର ପରିବେଶ ଅସନ୍ତୁଳନ ହେଉଛି ବା ପରିବେଶ ପ୍ରଦୂଷଣ ହେଉଛି ବା ତାପମାତ୍ରା ବୃଦ୍ଧି ପାଉଛି, କାର୍ବନ ବା ଅଙ୍ଗାରକର ମାତ୍ରା ବଢ଼ିବାରେ ଲାଗିଛି ଆମ ପରିବେଶରେ, ତାକୁ ଠିକ୍ କରିବା ପାଇଁ ମୃତ୍ତିକା ମଧ୍ୟ ଏକ ଉତ୍ସ। ଆମେ ଦେଖିଛୁ ଯେଉଁଭଳି ମାଟି ସେଇଭଳି ଶରୀର। ଯଦି ଆମେ ଆମ ଦେଶର ମୃତ୍ତିକାକୁ ଏବଂ ଲୋକମାନଙ୍କର ଶରୀରର ଗଠନକୁ ଆମେ ଲକ୍ଷ୍ୟ ରଖିବା, ଅନୁଶୀଳନ କରିବା, ତାହେଲେ ଦେଖିବା ଯେଉଁ ଅଞ୍ଚଳରେ ମାଟି ଅମ୍ଳୀୟ, ସେଠି ଆପଣଙ୍କର ଦେଖିବେ ଯେ ସାଧାରଣ ଭାବେ ଯେଉଁ ଲୋକମାନେ ସେଠି ରୁହନ୍ତି, ଅଧିବାସୀମାନେ, ସେଠିକା ତାଙ୍କର ଉଚ୍ଚତା କମ୍, କାରଣ ଅମ୍ଳ ମାଟିରେ କ୍ୟାଲସିୟମର ଅଭାବ ଦେଖା ଦେଇଥାଏ। ସେହିଭଳି ଆପଣ ଦେଖିବେ ଯେଉଁ କ୍ଷାର ମାଟି ଅଛି ଆମର ଉତ୍ତର ଭାରତରେ, ସେ ମାଟି ଏତେ ଅମ୍ଳୀୟ ନୁହେଁ। ସେଠିକାର ଯେଉଁ ଆମ ଲୋକମାନଙ୍କ ଶରୀର ଗଠନ ଦେଖିବେ ତାଙ୍କର ବଳିଷ୍ଠ ଏବଂ ସେମାନଙ୍କର ଉଚ୍ଚତା ମଧ୍ୟ ଅଧିକା। ତେଣୁ ଯେଉଁଭଳି ମାଟି ସେଇଭଳି ଶରୀର ଗଠନ ମଧ୍ୟ ଆମେ ଦେଖିପାରିବା। ଯେଭଳି ମାଟି ଆମେ ରଖିବା ସେଇଭଳି ପରିବେଶ ମଧ୍ୟ ସୃଷ୍ଟି ହେବ, ଜୈବ ବିବିଧତା ମଧ୍ୟ ସେହିଭଳି ସୃଷ୍ଟି ହେବ ଏବଂ ଜୈବ ବିବିଧତା ଏବଂ ମାଟି ଆମ ସମ୍ପୂର୍ଣ୍ଣ ପରିବେଶକୁ ବିଭିନ୍ନ ଭାବରେ ପ୍ରଭାବିତ କରିଥାନ୍ତି। ମାଟିର ଗୁଣ ଅନୁସାରେ ସେ ଜାଗାର ପାଣିର ଗୁଣ ମଧ୍ୟ ପ୍ରଭାବିତ ହୋଇଥାଏ। ତେଣୁକରି ପାଣି ଆମର ଜୀବନର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଜୀବଜଗତ ପାଇଁ କୁହନ୍ତୁ, ମଣିଷ ପାଇଁ କୁହନ୍ତୁ ବା ଫସଲ ପାଇଁ କୁହନ୍ତୁ ବା ଯେକୌଣସି ଜୀବନ୍ତ ପଦାର୍ଥ ଆମେ ଦେଖୁଛେ, ଜୀବନ୍ତ ଜିନିଷ ଆମେ ଦେଖୁଛେ, ତାର ଜୀବନ ଚକ୍ରକୁ ଠିକ୍ ଭାବରେ ପରିଚାଳନା କରିବାକୁ ହେଲେ ପାଣିର ଆବଶ୍ୟକତା ଅନେକ ଅଧିକ। କିନ୍ତୁ ପାଣିର ଗୁଣ ମାଟିର ଗୁଣ ଉପରେ ମଧ୍ୟ ବହୁ ମାତ୍ରାରେ ନିର୍ଭର କରିଥାଏ। ଜଳବାୟୁ ପରିବର୍ତ୍ତନକୁ ରୋକିବା ଏବଂ ପରିବେଶ ଯେଉଁ ଉତ୍ତାପ ପ୍ରତିବର୍ଷ ବଢ଼ିଯାଉଛି, ତାପମାତ୍ରା ବଢ଼ିଯାଉଛି, ତାକୁ ନିୟନ୍ତ୍ରଣ କରିବା ପାଇଁ ମାଟି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଉପାଦାନ। ଆମେ ଯଦି ଦେଖିବା ଆମର ଯେଉଁ ରୁଆ ଧାନ ରହିଛି, ରୁଆ ଧାନ ବିଲରୁ ପ୍ରାୟତଃ ମିଥେନ୍ ଗ୍ୟାସ୍ ନିର୍ଗତ ହୋଇଥାଏ। ମିଥେନ୍ ଗ୍ୟାସ୍ ହେଉଛି ଆପଣଙ୍କ ଜଳବାୟୁ ପରିବର୍ତ୍ତନ ବା ଉତ୍ତାପ ବୃଦ୍ଧି ପାଇଁ ମୁଖ୍ୟତଃ ଦାୟୀ ହୋଇଥାଏ। ତେଣୁକରି କିଭଳି ଭାବେ ଆମେ ମୃତ୍ତିକାର ପରିଚାଳନା କଲେ ମିଥେନ୍ ଗ୍ୟାସ୍ର କମ୍ ନିର୍ଗତ ହେବ ଧାନ ବିଲରୁ, ସିଏ ମଧ୍ୟ ଏକ କୌଶଳ ଏବଂ ଜ୍ଞାନ କୌଶଳ। ମାଟିରେ ଯେତେ ଜୈବ ବିବିଧତା ରହିଛି, ବହୁ ପ୍ରକାର ଜୀବଜନ୍ତୁ ଆମେ ଯାହା ଆମ ଆଖିକୁ ଦେଖାଯାଉନି ଏବଂ ବହୁ ଜିନିଷ ଦେଖାଯାଉଛି ମଧ୍ୟ, ସିଏ ଆମ ମାଟିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାନ୍ତି ଏବଂ ମାଟି ଯେତେ ସୁସ୍ଥ
ଏବଂ ଯେତେ ସଜୀବ ରୁହେ, ଯେତେ ଉତ୍ପାଦନକ୍ଷମ ରହେ, ଆମ ସଭ୍ୟତା ସଂସ୍କୃତି ଏବଂ ଆମ ଲୋକମାନଙ୍କର ଜୀବନଚର୍ଯ୍ୟା ମଧ୍ୟ ସେତେ ସହଜ ଏବଂ ସରଳ ହୋଇଥାଏ। ଆଜିର ବୈଜ୍ଞାନିକ ଅନୁଚିନ୍ତା ଅନୁସାରେ ୱାନ୍ ହେଲ୍ଥ କନସେପ୍ଟ ବା ଏକକ ସ୍ୱାସ୍ଥ୍ୟ ବିଷୟରେ ଏବେ ଚିନ୍ତାଧାରା ବୈଜ୍ଞାନିକମାନେ ମତ ପୋଷଣ କଲେଣି। ଏକକ ସ୍ୱାସ୍ଥ୍ୟ ବା ୱାନ୍ ହେଲ୍ଥ କନସେପ୍ଟ କ'ଣ? ଆମ ପରିବେଶରେ ଆମେ ଯେତେ ଜୀବଜନ୍ତୁ, ବୃକ୍ଷ, ପ୍ରାଣୀ ଏବଂ ମଣିଷ ସମସ୍ତେ ରହୁଛନ୍ତି, ସମସ୍ତଙ୍କର ସ୍ୱାସ୍ଥ୍ୟ କିଭଳି ଭାବରେ ଭଲ ରହିବ ଏବଂ ସମସ୍ତେ କେମିତି ସୁସ୍ଥ ଭାବରେ ନିରୋଗ ଭାବରେ ଆମର ଏଇ ଯେଉଁ ଧରାପୃଷ୍ଠରେ ନିଜ ଜୀବନ ଅତିବାହିତ କରିବେ, ସିଏ ହେଉଛି ଆଜିର ଅନୁଚିନ୍ତା। ଆମେ ଆଗରୁ ଭାବୁଥିଲେ ଯେ ମଣିଷ ସୁସ୍ଥ ରହିଲେ ସବୁ ଠିକ୍ ରହିବ, କିନ୍ତୁ ପ୍ରକୃତରେ ସେ ତଥ୍ୟ ଏବେ ବଦଳିଗଲାଣି। ଆମକୁ ଏବେ ସମସ୍ତଙ୍କୁ ସୁସ୍ଥ ରଖିବାକୁ ପଡ଼ିବ ଆମ ଇକୋସିଷ୍ଟମରେ ବା ଆମ ପରିବେଶରେ ଯେତେ ଜୀବଜନ୍ତୁ ଅଛନ୍ତି। ତେଣୁ ସେହି ଚିନ୍ତାଧାରାକୁ ଯେତେବେଳେ ଆମେ କାମ କରିବାକୁ ଯିବା, ସେଥିରେ ମୂର୍ତ୍ତିକାର ଅବଦାନ ଅତୁଳନୀୟ। ତେଣୁ ମୂର୍ତ୍ତିକା ସୁସ୍ଥ ରହିଲେ ଆପଣଙ୍କର ବୃକ୍ଷ, ଆପଣଙ୍କର ପ୍ରାଣୀ କୁହନ୍ତୁ ବା ଜୀବଜନ୍ତୁ କୁହନ୍ତୁ, ପୂର୍ବରୁ ମୁଁ ଯେପରି କହିଲି ପାଣି ବା ପାଣିରେ ଥିବା ଜୀବଜନ୍ତୁ ବା ଜୈବ ବିବିଧତା କୁହନ୍ତୁ, ମାଟିର ଜୈବ ବିବିଧତା କଥା କୁହନ୍ତୁ, ସବୁ ଠିକ୍ ରହିବ, ସଠିକ୍ ରହିବ ଏବଂ ଆମ ପରିବେଶ ସନ୍ତୁଳିତ ରହିବ, ଯାହାଦ୍ୱାରା କି ଯେଉଁ ୱାନ୍ ହେଲ୍ଥ କନସେପ୍ଟ ବା ଏକକ ସ୍ୱାସ୍ଥ୍ୟ ଚିନ୍ତାଧାରାକୁ ବା ଅନୁଚିନ୍ତାକୁ ଆମେ ସଫଳତାର ସହିତ ପାଇପାରିବା। ଇଏ ହେଉଛି ମାଟିର ଗୁରୁତ୍ୱ ବା ମାଟିର ବିଷୟରେ ଯେଉଁ ରହିଛି ଆମର ଆଜିର ଯେଉଁ ବୈଜ୍ଞାନିକ ଅନୁଚିନ୍ତା, ମାଟିର କ'ଣ ଗୁରୁତ୍ୱ ରହିଛି ଆମ ଜୀବନରେ, ସେ ବିଷୟରେ ମୁଁ ଆପଣଙ୍କୁ କହୁଥିଲି। ତାପରେ ରହୁଛି ଆମର ମୂର୍ତ୍ତିକା ଅସୁସ୍ଥ ହେବାର ବା ମୂର୍ତ୍ତିକା ପ୍ରଦୂଷିତ ହେବାର କାରଣ ଗୁଡ଼ିକ କ'ଣ? ଯଦି ଆମେ କାରଣ ବିଷୟରେ ଦେଖିବା, ମୂର୍ତ୍ତିକାକୁ ସାଧାରଣ ଭାବେ ଆମେ ଏକ କୃଷିର ମାଧ୍ୟମ ରୂପେ ବ୍ୟବହାର କରିଥାଉ। ତେଣୁ କୃଷିର ମାଧ୍ୟମ ଦ୍ୱାରା ହିଁ ମୂର୍ତ୍ତିକାର ପରିବେଶ ପ୍ରଦୂଷିତ ହୋଇଥାଏ। ଆମର ପ୍ରଥମ କଥା ଆମେ କହିବା ଯେ ଅଣବୈଜ୍ଞାନିକ ଉପାୟରେ କୃଷି ବା ଆମେ ବୈଜ୍ଞାନିକମାନଙ୍କର ଯେଉଁ ଚିନ୍ତାଧାରା ରହିଛି ବା ବୈଜ୍ଞାନିକ ଯେଉଁ ଅନୁଶୀଳନ ହୋଇଛି ଏବଂ ଯାହା ଆମେ ଅନୁସନ୍ଧାନରୁ ପାଇଛୁ, ଯାହା ଆପଣମାନଙ୍କୁ ଅନୁମୋଦନ କରାଯାଇଛି, ତାକୁ ନ ମାନି ନିଜ ଇଚ୍ଛା ଅନୁସାରେ କୃଷି କରିବା ବା ଚାଷ କରିବା, ଅଧିକା ଲାଭ ହିସାବ ପାଇବା ପାଇଁ ମୂର୍ତ୍ତିକାକୁ କର୍ଷଣ କରିବା ବା ମୂର୍ତ୍ତିକାକୁ ଦୋହନ କରିବା, ଇଏ ହେଉଛି ପ୍ରଥମ କଥା ଯେଉଁଥିରେ କି ଆମର ମୂର୍ତ୍ତିକାର ସ୍ୱାସ୍ଥ୍ୟ ହାନି ହୋଇଥାଏ ବା ମୂର୍ତ୍ତିକା ପ୍ରଦୂଷିତ ହେବାର ସମ୍ଭାବନା ଥାଏ। ତା ମଧ୍ୟରେ ରହୁଛି ପ୍ରଥମ କଥା ହେଉଛି ଯେ ଅତ୍ୟଧିକ ମାତ୍ରାରେ ରାସାୟନିକ ସାରର ବ୍ୟବହାର। ରାସାୟନିକ ସାରର ବ୍ୟବହାର ପାଇଁ ଏକ ସନ୍ତୁଳିତ କାର୍ଯ୍ୟକ୍ରମ ରହିଛି, ଏକ ବୈଜ୍ଞାନିକ ଚିନ୍ତାଧାରା ରହିଛି। ଆମେ ସେହି ଅନୁସାରେ ରାସାୟନିକ ଖାଦ୍ୟ ସାରର ଯଦି ବ୍ୟବହାର କରିବା, ଆମର ମୂର୍ତ୍ତିକାର ଅବକ୍ଷୟ ହେବ ନାହିଁ ବା ମୂର୍ତ୍ତିକାର ସ୍ୱାସ୍ଥ୍ୟ ହାନି ଘଟିବ ନାହିଁ, କିନ୍ତୁ ଆମେ ଆବଶ୍ୟକ ମୁତାବକ ଫସଲ ଉତ୍ପାଦନ କରିପାରିବା। କିନ୍ତୁ ଯେତେବେଳେ ମଣିଷ ବୈଜ୍ଞାନିକ ଅନୁଚିନ୍ତାକୁ ଦୂରେଇ ଯାଏ ବା ମାନିବାକୁ ଚେଷ୍ଟା କରେନି ବା ସେହି ସମ୍ପ୍ରସାରଣ ମାଧ୍ୟମରେ ତାଙ୍କ ପାଖରେ ସେହି ବୈଜ୍ଞାନିକ ଚିନ୍ତା ପହଞ୍ଚି ପାରେନି, ସେ ନିଜ ଇଚ୍ଛା ଅନୁସାରେ ଯେତେବେଳେ ରାସାୟନିକକୁ ବ୍ୟବହାର କରେ, ସିଏ ହିଁ ପ୍ରଥମ କାରଣ ହୋଇଯାଏ ଯେ ମୂର୍ତ୍ତିକାର ପ୍ରଦୂଷଣ ହେବାର। ଦ୍ୱିତୀୟ କଥା ହେଉଛି ଆଜିକାଲି ଯେତେ ସବୁ ସହରୀକରଣ ହେବା ବା ଯେଉଁ ଇଣ୍ଡଷ୍ଟ୍ରିଆଲାଇଜେସନ୍ ହେଇଛି ବା ଉଦ୍ୟୋଗୀକରଣ ହେଇଛି, ଉଦ୍ୟୋଗ ହେବା ଦ୍ୱାରା ଉଦ୍ୟୋଗମାନଙ୍କୁ ଯେଉଁ ସବୁ ୱେଷ୍ଟ ବା ଆବର୍ଜନା ବାହାରୁଛି, ତାକୁ ଆମେ ଅବିଚାଳିତ ଭାବରେ ଆମେ ମାଟିରେ ଛାଡ଼ି ଦେଉଛେ, ଯେଉଁଟାକି ମାଟି ଗୋଟେ ବହୁତ ବଡ଼ ସିଙ୍କ୍ ହିସାବରେ କାମ କରେ, କିନ୍ତୁ ତା ମଧ୍ୟରେ ଥିବା ହେଭି ମେଟାଲ୍ସ ବା ବିଭିନ୍ନ ରାସାୟନିକ ଜିନିଷ ଆମ ମାଟିକୁ ଯାଏ ଏବଂ ଆମ ମାଟିକୁ ପ୍ରଦୂଷିତ କରିବାରେ ସହାୟକ ହୋଇଥାଏ। ଯେମିତିକି ଆମେ ଯଦି ଦେଖିବା, ଆମ ଯେଉଁ ରହୁଛି ବିଭିନ୍ନ ବଡ଼ ବଡ଼ ସହରରେ ସହରୀକରଣ ଦ୍ୱାରା ଯେଉଁ ୱେଷ୍ଟେଜ୍ ବା ଡ୍ରେନେଜ୍ ୱାଟର ଯାଉଛି, ତାକୁ ଯଦି ଆମେ ବିନା ଟ୍ରିଟମେଣ୍ଟରେ ବିନା ଉପଚାରରେ ଆମେ ମାଟି ଉପରେ ପ୍ରୟୋଗ କରିବା, ଛାଡ଼ିଦେବା, ତାହେଲେ ସେଇ ମାଟିରେ ବିଭିନ୍ନ କ୍ୟାଡମିୟମ୍ ଆଉ ଲେଡ୍ ଭଳି ବିଭିନ୍ନ ହେଭି ମେଟାଲ୍ସ ମାଟିରେ ରହିଯିବ ଏବଂ ସେଇ ହେଭି ମେଟାଲ୍ସ ଗୁଡ଼ିକ ବିଭିନ୍ନ ଫସଲର ଚେର ବା ଗଛ ଦ୍ୱାରା ବା ବିଭିନ୍ନ ପାର୍ଟ ଦ୍ୱାରା ସିଏ ଆପଣଙ୍କର ଫସଲକୁ ଯିବ, ଫଳକୁ ଯିବ ଏବଂ ସେ ସମୟକ୍ରମେ ସେଇ ଫସଲ ଫଳକୁ ମଣିଷ ବ୍ୟବହାର କଲେ ସେ ହେଭି ମେଟାଲ୍ସର ଆକ୍ୟୁମୁଲେସନ୍ ବା ହେଭି ମେଟାଲ୍ସ ଆମ ଶରୀରକୁ ଯିବା ଦ୍ୱାରା ଆମର ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଆଉ ଗୋଟେ ଦ୍ୱିତୀୟ କଥା ଦେଖାଯିବ ଯେ ଚାଷ ଉପଯୋଗୀ ମୂର୍ତ୍ତିକାର ମାତ୍ରା ପ୍ରତିବର୍ଷ ଧୀରେ ଧୀରେ କମିବାରେ ଲାଗିଛି ଏବଂ ଖାଦ୍ୟ ଉତ୍ପାଦନ ବା ଖାଦ୍ୟର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି। ଏପଟେ ଦେଖିବା ମୂର୍ତ୍ତିକାର ପରିମାଣ କମିବା ଏବଂ ଖାଦ୍ୟର ପରିମାଣରେ ଆଶାତୀତ ବୃଦ୍ଧି ଘଟିବା, ଇଏ ହେଉଛି ଗୋଟେ ସମସ୍ୟା, ଯାହାଦ୍ୱାରା କି ମୂର୍ତ୍ତିକା ଉପରେ ଉତ୍ପାଦନର ଚାପ ରହୁଛି। କମ୍ ମାଟିରୁ ଆମେ ଅଧିକା ଉତ୍ପାଦନ କରିବାକୁ ଚେଷ୍ଟା କରିବା
ଏବଂ ତା ପାଇଁ ଆମେ ଅତ୍ୟାଧୁନିକ କୃଷିର ବିଭିନ୍ନ ଯେଉଁ ରହିଛି ସବୁ ସ୍ରୋତ ରହିଛି, ରାସାୟନିକ କୁହନ୍ତୁ, ଆଧୁନିକ ଯନ୍ତ୍ରପାତି କୁହନ୍ତୁ ବା କୀଟନାଶକ କୁହନ୍ତୁ, ତାକୁ ଯଦି ଆମେ ବ୍ୟବହାର କରିକି ଅଧିକା ଉତ୍ପାଦନ କରିବା ପାଇଁ ଚେଷ୍ଟା କରିବା, ବହୁ ଅଧିକା ଉତ୍ପାଦନ କରିବା ପାଇଁ ଚେଷ୍ଟା କରିବା, ତା ଦ୍ୱାରା ମଧ୍ୟ ମୃତ୍ତିକା ଉପରେ ତାପରେ ଚାପ ରହୁଛି ଏବଂ ତା ଦ୍ୱାରା ମଧ୍ୟ ମୃତ୍ତିକାର ସ୍ୱାସ୍ଥ୍ୟ ହାନି ଘଟିଥାଏ। ଆଉ ଗୋଟେ ଦେଖିବା, ଆମେ ରାସାୟନିକ ପଦାର୍ଥ ବା ରାସାୟନିକ ଯେଉଁ ରହିଛି ସାର କୁହନ୍ତୁ ବା କୀଟନାଶକ କୁହନ୍ତୁ, ତାକୁ ଯଦି ଆମେ ଅବିଚାରିତ ଭାବେ ବ୍ୟବହାର କରିବା, ମାଟିରେ ଯେଉଁ ଜୈବ ବିବିଧତା ରହିଛି ସେ ମଧ୍ୟ ଆସ୍ତେ ଆସ୍ତେ ହ୍ରାସ ପାଇବ। ସୂକ୍ଷ୍ମ ଜୀବମାନଙ୍କର ସଂଖ୍ୟାରେ ମଧ୍ୟ ବହୁତ ହ୍ରାସ ପାଇବ। ଇଏ ହେଉଛି ଗୋଟିଏ ଦିଗ ଯେଉଁଟାକି ଆପଣଙ୍କର ଦେଖିବେ ମୃତ୍ତିକାର ଯେଉଁ ସ୍ୱାସ୍ଥ୍ୟ ହାନିର ଇଏ ଏକ କାରଣ। ଯଦି ଆଉ ଟିକେ ଆମେ ବୈଜ୍ଞାନିକ ତଥ୍ୟକୁ ସମୀକ୍ଷା କରିବା, ଦେଖିବା ପୂର୍ବରୁ ମୃତ୍ତିକାର ସ୍ୱାସ୍ଥ୍ୟ ଭଲ ଥିଲା, ଲୋକମାନଙ୍କର କୌଣସି ସମସ୍ୟା ନଥିଲା ବା ଉତ୍ପାଦନ ମଧ୍ୟ ଆମର କମ୍ ହେଉଥିଲା, କିନ୍ତୁ ସେ ଯେଉଁ ପାରମ୍ପରିକ କୃଷି ଥିଲା ସେ କୃଷିରେ କିଛି ଜ୍ଞାନ କୌଶଳ ଥିଲା ଯେଉଁଟାକି ଆମ ମାଟିକୁ ସୁସ୍ଥ ରଖିବାରେ ସହାୟକ ହେଉଥିଲା। କିନ୍ତୁ ବର୍ତ୍ତମାନ ବିଜ୍ଞାନର ଏକ ଉନ୍ନତି ଫଳରେ ବହୁ ଅଧିକା ରାସାୟନିକ ଯେଉଁ କୃଷିର ବ୍ୟବହାର ଦ୍ୱାରା ମାଟିର ସ୍ୱାସ୍ଥ୍ୟ ହାନି ମଧ୍ୟ ଘଟୁଛି। ସହରୀକରଣ ଦ୍ୱାରା ମଧ୍ୟ ଆଜି ଯେଉଁ ଜାଗାରେ ଚାଷ ଜମି ଅଛି, ଖାଲି ପଡ଼ିଆ ଅଛି ବା ବିଭିନ୍ନ ପ୍ରକାର ଜଳର ସ୍ରୋତ ଅଛି, ଆପଣ ଦେଖିବେ 2 ବର୍ଷ 3 ବର୍ଷ ଭିତରେ ସେ ଜାଗା ସବୁ କଂକ୍ରିଟରେ ପରିଣତ ହେଉଛି ଏବଂ ବିଭିନ୍ନ ଜାଗାକୁ ଆମେ ଘର ଦ୍ୱାର ଏବଂ ରାସ୍ତାଘାଟରେ ମଧ୍ୟ ପରିବର୍ତ୍ତନ କରୁଛେ। ତା ଦ୍ୱାରା କ'ଣ ହେଉଛି, ଯେଉଁ ବର୍ଷା ପାଣି ଆସୁଛି ସେ ବର୍ଷା ପାଣି ମାଟିକୁ ଭେଦି ମାଟି ତଳେ ଯେଉଁ ଜଳ ଅଛି ତାକୁ ମଧ୍ୟ ରିଚାର୍ଜ କରିବାରେ ସହାୟକ ହେଉନାହିଁ। ଏ ପାଣି ବର୍ଷା ହେଉଛି ଏବଂ ସେ ବହି ଯାଉଛି ନଈ ଏବଂ ସମୁଦ୍ର ପଳେଇ ଯାଉଛି। ତା ଦ୍ୱାରା ମାଟିରେ ଆପଣଙ୍କର ଆର୍ଦ୍ରତା ବା ମାଟିରେ ଯେଉଁ ଜଳ ଧାରଣ କ୍ଷମତା ଅଛି ସେ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଆଉ ଗୋଟେ କଥାକୁ ମୁଁ କହିବି, ଦେଖିବେ ଭାରି ଯନ୍ତ୍ରପାତି କୃଷିରେ ବ୍ୟବହାର କରାଯାଉଛି, ସେ ମଧ୍ୟ ଆମ ମୃତ୍ତିକା ପ୍ରଦୂଷଣର ଏକ କାରଣ। ଅତ୍ୟଧିକ ହେଭି ଟ୍ରାକ୍ଟର୍ସ ୟୁଜ୍ କରିବା ବା ଧାନ କଟିବା ପାଇଁ ଯେଉଁ ଆମେ ବଡ଼ ବଡ଼ ଯନ୍ତ୍ରପାତି ବ୍ୟବହାର କରୁଛେ, କମ୍ବାଇନ୍ ଇତ୍ୟାଦି, ତାର ମଧ୍ୟ ଯେଉଁ ଓଜନ ଅଛି ସେଗୁଡ଼ିକ ମଧ୍ୟ ମୃତ୍ତିକାର କମ୍ପାକ୍ସନ୍ ବା ତାକୁ ଚାପି ମାଟିକୁ ତା ଦେହରେ ମଧ୍ୟ ପବନ ଚଳାଚଳକୁ ସେ ଆସ୍ତେ ଆସ୍ତେ ବନ୍ଦ କରିବାରେ ସହାୟକ ହେଉଛି ଏବଂ ମାଟି ଆସ୍ତେ ଆସ୍ତେ ପଥର ଭଳି ନିର୍ଜୀବ ହେବାରେ ମଧ୍ୟ କଣ୍ଟିନ୍ୟୁଅସ୍ ପ୍ରୋସେସ୍ରେ ସେ ଆସ୍ତେ ଆସ୍ତେ ତାର ସ୍ୱାସ୍ଥ୍ୟ ହାନି ଘଟି ଚାଲିଛି। ତାପରେ ଆମେ ଦେଖିବା ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା ପାଇଁ କ'ଣ କ'ଣ ସବୁ ଉପାୟ ରହିଛି ଏବଂ ମୃତ୍ତିକା ସ୍ୱାସ୍ଥ୍ୟକୁ ଉନ୍ନତି କରିବା ପାଇଁ ଆମ ପାଖରେ କ'ଣ କ'ଣ ଜ୍ଞାନକୌଶଳ ବୈଜ୍ଞାନିକ ତଥ୍ୟ ରହିଛି, ତାକୁ ଯଦି ଆମେ କଥା ହେବା ତାହେଲେ ମୃତ୍ତିକାର ଯେଉଁ ସ୍ୱାସ୍ଥ୍ୟ ହାନି ଘଟୁଛି ତାକୁ ଆମେ ଆଟଲିଷ୍ଟ ରୋକିପାରିବା। ପ୍ରଥମ କଥା ହେଉଛି, ଯଦି ଆପଣ କୃଷିକୁ ଏକ ଜୀବିକା, ଏକ ଚିରନ୍ତନ ସ୍ରୋତ ହିସାବରେ ଆପଣ ଦେଖିବେ କୃଷି ହିସାବରେ ଶସ୍ୟ ଉତ୍ପାଦନ ପାଇଁ, ତାହେଲେ ମୃତ୍ତିକାକୁ ପରୀକ୍ଷା କରିବା ଏବଂ ମୃତ୍ତିକାର ପରୀକ୍ଷାର ଫଳାଫଳ ଅନୁସାରେ ତାର ରାସାୟନିକ କୁହନ୍ତୁ, ଜୈବିକ ସାର କୁହନ୍ତୁ ଏବଂ କୀଟନାଶକ ଔଷଧ କୁହନ୍ତୁ, ତାର ବ୍ୟବହାରକୁ ଆମେ ସ୍ଥିରୀକୃତ କରିବା ଏବଂ ସେ ଅନୁସାରେ ଫସଲରେ ବ୍ୟବହାର କଲେ ଆମ ମୃତ୍ତିକାର ସ୍ୱାସ୍ଥ୍ୟ ଠିକ୍ ରହିବ। ଆଉ ଗୋଟେ ରହୁଛି ବୈଜ୍ଞାନିକ କୃଷିର ଯେତେ ସବୁ ତଥ୍ୟ ରହିଛି ତାକୁ ଆମେ ଆମ କାମରେ ଲଗାଇବା ବା କୃଷି କାର୍ଯ୍ୟରେ ବ୍ୟବହାର କରିବା। ତାକୁ କଲେ ଆମର କ'ଣ ହେବ ନା, ମୃତ୍ତିକାର ସ୍ୱାସ୍ଥ୍ୟ ବା ମୃତ୍ତିକା ଉପରେ ଅଯଥା ଚାପ ସୃଷ୍ଟି ହେବ ନାହିଁ ଏବଂ ମୃତ୍ତିକା ସୁସ୍ଥ ରହିବ। ଆଉ ଗୋଟିଏ କଥା ମୁଁ ଆପଣଙ୍କୁ ଦ୍ୱିତୀୟରେ କହିବି, ପାରମ୍ପରିକ କୃଷି ଜ୍ଞାନ କୌଶଳର ସଠିକ୍ ବ୍ୟବହାର। ଆମେ ଆଧୁନିକ କୃଷି ସହିତ ଯଦି କିଛି ପାରମ୍ପରିକ ଜ୍ଞାନ କୌଶଳ ଆମ ଅଞ୍ଚଳରେ ଅଛି ତାକୁ ଯଦି ଆମ ପରୀକ୍ଷା କରାଯାଇଛି ଏବଂ ସେ ଯଦି କୃଷି ପାଇଁ ସହାୟକ ଉତ୍ପାଦନ ହ୍ରାସ କରୁନାହିଁ ଏବଂ ସେ ଯଦି ମୃତ୍ତିକା ବା ପରିବେଶର ଉନ୍ନତି ବା ମୃତ୍ତିକାର ସ୍ୱାସ୍ଥ୍ୟକୁ ସଠିକ୍ ରଖିବାରେ ସହାୟକ ହେଉଛି, ସେଇଭଳି ଜ୍ଞାନ କୌଶଳକୁ ଆମେ ବ୍ୟବହାର କରିବା ଉଚିତ। ଫସଲ ଓ ପରିସ୍ଥିତି ଅନୁସାରେ ବୈଜ୍ଞାନିକ କୃଷିର ଆଦର ଓ ଉପଯୋଗ। ଆପଣ କି ଫସଲ କରୁଛନ୍ତି ଏବଂ କେଉଁ ପରିସ୍ଥିତିରେ କରୁଛନ୍ତି, ସେଇଭଳି ପରିସ୍ଥିତିକୁ ଦେଖିକି ଆମେ ଯେଉଁ ଜୈବିକ କୃଷିର ଯେଉଁ ବିଭିନ୍ନ କମ୍ପୋନେଣ୍ଟସ୍ ରହିଛି, ଜୈବିକ ସାର ବ୍ୟବହାର କରିବା, ଜୀବାଣୁ ସାର ବ୍ୟବହାର କରିବା, ଜିଆ ଖତ ବ୍ୟବହାର କରିବା, ଏହିସବୁ ଜିନିଷକୁ ଯଦି ଆମେ ତାକୁ ଆମ କୃଷିର କାମରେ ଲଗେଇବା ଏବଂ ତାକୁ ଉପଯୋଗ କରିବା, ତାହେଲେ ମଧ୍ୟ ମୃତ୍ତିକାର ସ୍ୱାସ୍ଥ୍ୟ ବେଶୀ ହାନି ଘଟିବ ନାହିଁ। ଆଉ ଗୋଟିଏ କଥା ମୁଁ ଆପଣଙ୍କୁ କହି ରଖିବି ଯେ ଫସଲର ବିବିଧତା, ଗୋଟିଏ ବିଲରେ ବାରମ୍ବାର ଗୋଟିଏ ଫସଲକୁ କରିବା ଅନୁଚିତ ବା ଗୋଟିଏ ଫସଲକୁ ବାରମ୍ବାର ସେହି ଅଞ୍ଚଳରେ କଲେ ତାର ଯେଉଁ ଜୈବ ବିବିଧତା ଅଛି ମାଟିରେ ସେ ମଧ୍ୟ କ୍ଷତି ହେବ ଏବଂ ଗୋଟିଏ ପ୍ରକାର ଯେଉଁ ଆପଣ ଖାଦ୍ୟ ସାର ଅଛି ସେଇଆକୁ ମଧ୍ୟ ସବୁବେଳେ ସେହି ଫସଲ ନେବାକୁ ଚେଷ୍ଟା କରିବ, ତାଦ୍ୱାରା କି ମାଟିରେ ସେହି ଖାଦ୍ୟ ସାରର ଅଭାବ ମଧ୍ୟ ଦେଖାଦେବ। ତେଣୁକରି ଆମେ ଫସଲର ବିବିଧତାକୁ ମଧ୍ୟ ସବୁବେଳେ ଆମ ଫସଲ ପର୍ଯ୍ୟାୟ ଭିତରେ ରଖିବା ଉଚିତ। ଫସଲ ପର୍ଯ୍ୟାୟରେ ଫସଲ ବିବିଧତା ରହିଲେ ପ୍ରାକୃତିକ ଉପାୟରେ ଆପଣଙ୍କ ମାଟି ସୁସ୍ଥ ରହିବ। ରାସାୟନିକ ଯେଉଁ ସାର ଆମେ ବ୍ୟବହାର କରୁଛେ ତା ବ୍ୟତୀତ ଆମେ ଆକ୍ଚୁଆଲି ଆମ ଦେଶର ଯେଉଁ ଜନସଂଖ୍ୟା ଅଛି ତାକୁ ଖାଦ୍ୟ ଯୋଗାଇବା ସମ୍ଭବ ନୁହେଁ, କିନ୍ତୁ ଆମେ ରାସାୟନିକ ସାର ସଠିକ୍ ମାତ୍ରା, ଠିକ୍ ସମୟ ଏବଂ ଠିକ୍ ସ୍ରୋତରୁ ମଧ୍ୟ ବ୍ୟବହାର କରିବା ଉଚିତ। ଯେମିତିକି ସଠିକ୍ ମାତ୍ରା ମାନେ ଯବକ୍ଷାରଜାନ ଧାନ ଫସଲରେ 2 ଭାଗ ଦରକାର ଏବଂ ଫସ୍ଫରସ୍ 1 ଭାଗ,
ପଟାସ 1 ଭାଗ ଦରକାର। ଇଏ ହେଉଛି ସଠିକ୍ ମାତ୍ରା। ତେଣୁ ଏହି ସଠିକ୍ ମାତ୍ରାକୁ ଆମେ ସବୁ ଫସଲ ପାଇଁ ନିର୍ଦ୍ଧାରିତ ହୋଇଛି ଏବଂ ଆମେ ସଠିକ୍ ମାତ୍ରାରେ ବ୍ୟବହାର କରିବା। ଯେଉଁ ସମୟରେ ଫସଲର ଖାଦ୍ୟ ସାରର ଆବଶ୍ୟକତା ରହିଛି ସେହି ସମୟରେ ସାର ବ୍ୟବହାର କରିବା। ଯେମିତିକି ଆମେ ଧାନ ଫସଲ କଥା ଯଦି ଚିନ୍ତା କରିବା ତାହେଲେ ମୂଳ ସାର, ତାପରେ ବିଲ ସାର, ତାପରେ ହେଉଛି ଆପଣଙ୍କର ଥୋଡ଼ ସାର। ତେଣୁ ଏହି 3 ସମୟରେ ଆମେ ବ୍ୟବହାର କରିବା ଯବକ୍ଷାରଜାନ ସାର ଏବଂ ସମସ୍ତ ଯେଉଁ ଫସଫରସ୍ ଖାଦ୍ୟ ସାରକୁ ମୂଳ ସାର ହିସାବରେ ପ୍ରୟୋଗ କରିବା। ଇଏ ହେଉଛି ଆପଣଙ୍କ ସଠିକ୍ ସମୟରେ ରାସାୟନିକ ସାରର ବ୍ୟବହାର। ତାପରେ ହେଉଛି ଠିକ୍ ସ୍ରୋତରୁ ଆମେ ସାରକୁ ଚୟନ କରିବା। ଯେମିତିକି ଆମେ ଯଦି ଫସଫରସ୍ ଖାଦ୍ୟ ସାରକୁ ବ୍ୟବହାର କରିବାକୁ ଚାହୁଁଛେ ତାହେଲେ ସିଙ୍ଗଲ ସୁପର ଫସଫେଟ୍ ବା ଡାଇ ଆମୋନିୟମ ଫସଫେଟ୍ର ବ୍ୟବହାର କରିବା ଏବଂ ଆମର ଯେଉଁ ଫସଫରସ୍ ଜାତୀୟ ଖାଦ୍ୟ ସାର ଅଛି ସବୁବେଳେ ମୂଳ ସାର ହିସାବରେ ଦିଆଯିବା ଉଚିତ। ଆ ଦ୍ୱାରା କ'ଣ ହେବ, ଆମେ ଠିକ୍ ସମୟ, ଠିକ୍ ମାତ୍ରା ଏବଂ ଠିକ୍ ସ୍ରୋତରୁ ବ୍ୟବହାର କରିବା ତାହେଲେ ଆପଣଙ୍କର ଯେଉଁ ଖାଦ୍ୟ ସାର ରାସାୟନିକ ସ୍ରୋତରୁ ଆପଣ ଦେଉଛନ୍ତି ଫସଲକୁ, ସେ ଫସଲ ଉତ୍ପାଦନରେ ହିଁ ବିନିଯୋଗ ହେବ ଏବଂ ତାର ଅବକ୍ଷୟ ବା ନଷ୍ଟ ହେବ ନାହିଁ କି ସେ ଆପଣଙ୍କ ପାଣି ଏବଂ ମାଟିକୁ ପ୍ରଦୂଷିତ କରିବ ନାହିଁ। ଆପଣ ଯଦି ଠିକ୍ ସମୟରେ ନଦେବେ, ଠିକ୍ ମାତ୍ରାରେ ନଦେବେ ଏବଂ ଠିକ୍ ସ୍ରୋତରୁ ନଦେବେ ତାହେଲେ ହୁଏତ ତାର ବ୍ୟବହାର ଉପଯୋଗିତା କମିଯିବ, ଫସଲ ତାକୁ ନେଇପାରିବ ନାହିଁ ଏବଂ ସେ ସମୟକ୍ରମେ ଆପଣଙ୍କ ମାଟି, ପାଣି ଏବଂ ପବନକୁ ପ୍ରଦୂଷିତ କରିବାରେ ସହାୟକ ହେବ। ଆଉ ଗୋଟିଏ କଥା, ବିଭିନ୍ନ ପ୍ରକାର ରୋଗ ପୋକ ଲାଗୁଛି, ସେ ରୋଗ ପୋକର ନିୟନ୍ତ୍ରଣ ପାଇଁ ଆମେ ରାସାୟନିକ ବଦଳରେ ଉଦ୍ଭିଦରୁ ପ୍ରସ୍ତୁତ ବିଭିନ୍ନ ଆମର ଯେଉଁ ବିଧି ରହିଛି ତାକୁ ଆମେ ବ୍ୟବହାର କରିବା। ଯେମିତିକି ଆମ ଅଞ୍ଚଳରେ ପ୍ରାୟତଃ ନିମ ଗଛ ଏବଂ ନିମ ପତ୍ର ଏବଂ ନିମ ଫଳ ଇଏ ପ୍ରଚୁର ମାତ୍ରାରେ ଉପଲବ୍ଧ ଅଛି। ରୋଗ ବା ପୋକ ନିୟନ୍ତ୍ରଣ କରିବା ପାଇଁ ହେଲେ ଆପଣ ନିମ ପତ୍ରରୁ ବା ନିମ ମଞ୍ଜିରୁ ନିମ ତେଲ ବାହାର କରିକି ତାକୁ NSKE କହନ୍ତି, ନିମ୍ ସିଡ୍ କର୍ଣ୍ଣଲ ଏକ୍ସଟ୍ରାକ୍ଟ, ତାକୁ ବ୍ୟବହାର କରିକି ବିଭିନ୍ନ ମାତ୍ରାରେ ବିଭିନ୍ନ ଫସଲରେ ଯଦି ଆପଣ ବ୍ୟବହାର କରିବେ ତାହେଲେ ଆପଣଙ୍କର ରୋଗର ଏବଂ ପୋକର ନିୟନ୍ତ୍ରଣ ମଧ୍ୟ ହେଇପାରିବ। ଆ ଦ୍ୱାରା ଆପଣଙ୍କର ରାସାୟନିକର ବ୍ୟବହାର କମିବ ଏବଂ ଆପଣଙ୍କର ଇଏ ଯେଉଁ ନିମ ତେଲ ଅଛି ବା ନିମ ଜାତୀୟ ଯେତେ କୀଟନାଶକ ଅଛି ତାର ମଧ୍ୟ ପରିବେଶ ଏବଂ ମୃତ୍ତିକା ଉପରେ ହାନିକାରକ ପ୍ରଭାବ ବିଶେଷ ନାହିଁ। ବହୁତ ସମୟ ଦେଖାଯାଇଛି ଆମେ ଯଦି ଗୋଟିଏ ଫସଲ କରୁଛେ କିମ୍ବା 2ଟି ଫସଲ କରୁଛେ, ମାଟିରେ ଫସଲକୁ କାଟି ସାରିବା ପରେ ସେ ମାଟି ସେମିତି ଖୋଲା ହେଇ ପଡ଼ି ରହୁଛି। ଇଏ ମଧ୍ୟ ଏକ କାରଣ ଯେ ମୃତ୍ତିକାର ସ୍ୱାସ୍ଥ୍ୟର ଅବନତି ପାଇଁ। ମୃତ୍ତିକାକୁ ଆଚ୍ଛାଦିତ କରି ରଖିବା ଇଏ ହେଉଛି ଏକ ବିଧି ଯେଉଁଥିରେ କି ମୃତ୍ତିକାର ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥାଏ। ଯଦି ଆପଣ ଲାଇନରେ ବା ସିଧା ସିଧା ଧାଡ଼ିରେ ଆପଣ କୌଣସି ଫସଲ କରୁଛନ୍ତି ତା ମଝିରେ ମଧ୍ୟ ଆପଣ ଆଚ୍ଛାଦନ କରିବା ଉଚିତ। ଆଚ୍ଛାଦନ କଲେ ଆପଣଙ୍କର ମୃତ୍ତିକାରେ ଯେଉଁ ଆପଣ ଜଳ ସଂରକ୍ଷଣ ହେଇପାରିବ, ଆପଣଙ୍କ ଅନାବନା ଘାସ ମଧ୍ୟ ଉଠିବନି, ଯାହାଦ୍ୱାରା ରାସାୟନିକର ବ୍ୟବହାର ମଧ୍ୟ କମିଯିବ ଏବଂ ଆପଣଙ୍କ ମୃତ୍ତିକା ଦେଖାଯିବ ସମ୍ପୂର୍ଣ୍ଣ ଭାବେ ସେ ସୁସ୍ଥ ମଧ୍ୟ ରହିବ। ବିଭିନ୍ନ ଫସଲରେ ଯେମିତି ଧାନ ଜାତୀୟ ଫସଲ କରନ୍ତୁ ବା ଅନ୍ୟ ଫସଲରେ ସବୁଜ ସାର ଏବଂ ସବୁଜ ପତ୍ର ସାରର ବ୍ୟବହାର। ଧଣିଚା ଭଳି ଗଛକୁ ଯଦି ଆପଣ ଧାନ ଫସଲରେ ସବୁଜ ସାର ହିସାବରେ ବ୍ୟବହାର କରିବେ ତାହେଲେ ଆପଣ ରାସାୟନିକ ଯବକ୍ଷାରଜାନ ଯେଉଁ ବ୍ୟବହାର ହେଉଛି ୟୁରିଆ ସାରରୁ ତାର ମାତ୍ରାକୁ ଆପଣ 25ରୁ 30% ପର୍ଯ୍ୟନ୍ତ କମ୍ କରିଦେଇପାରିବେ। ଏହାଦ୍ୱାରା ଆପଣଙ୍କର ଜୈବିକ ଅଙ୍ଗାରକ ଆପଣ ମାଟିରେ ମିଶିବ ଏବଂ ଆପଣଙ୍କ ଯେଉଁ ରାସାୟନିକ ପ୍ରଭାବ ଅଛି, ରାସାୟନିକ ଯେଉଁ ଖରାପ ପ୍ରଭାବ ଅଛି ଆପଣ ମାଟି ଉପରେ ମଧ୍ୟ ଆମେ ତାକୁ ନିୟନ୍ତ୍ରଣ କରିପାରିବା। ଆଉ ଗୋଟେ କଥା ମୁଁ ଆପଣଙ୍କୁ କହିବି, ସର୍ବୋପରି ଆପଣ ସମନ୍ୱିତ ଖାଦ୍ୟ ସାର ପରିଚାଳନା ଦ୍ୱାରା ମଧ୍ୟ ମୃତ୍ତିକାକୁ ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉର୍ବର ରଖିପାରିବା ଏବଂ ସୁସ୍ଥ ମଧ୍ୟ ରଖିପାରିବା। ସମନ୍ୱିତ ଖାଦ୍ୟ ସାର ପରିଚାଳନାର ଅର୍ଥ ହେଉଛି ଆମର ଯେଉଁ ଖାଦ୍ୟର ସ୍ରୋତ ଅଛି, ରାସାୟନିକ ଜୈବିକ ଦୁଇଟା ସ୍ରୋତ ଅଛି, ଆମେ ସବୁଥିରୁ ବାଲାନ୍ସ କରି ଅଳ୍ପ ଅଳ୍ପ ମାତ୍ରାରେ ପ୍ରୟୋଗ କରିବା। ସମ୍ପୂର୍ଣ୍ଣ ଭାବେ ଆମେ ରାସାୟନିକ ସାର ଉପରେ ନିର୍ଭରଶୀଳ ହେବ ନାହିଁ। ଆଉ ଗୋଟିଏ କଥା ଅଛି ଯେ ଆଜିକାଲି ବିଭିନ୍ନ ଯେଉଁ ସବୁ ରହିଛି ଜୀବାଣୁ ସାର ରହିଛି ତାର ମଧ୍ୟ ବହୁଳ ବ୍ୟବହାର ମଧ୍ୟ ଆମେ ଫସଲ ଉତ୍ପାଦନରେ କରିପାରିବା, ଯାହାଦ୍ୱାରା କି ଆମ ରାସାୟନିକ ବ୍ୟବହାରର ମାତ୍ରା କମିବା ସହିତ କୃଷକମାନଙ୍କର ମଧ୍ୟ ବିଭିନ୍ନ ଯେଉଁ ରହିଛି ବ୍ୟୟ ମଧ୍ୟ ଫସଲ ଉତ୍ପାଦନରେ କମିଯିବ ଏବଂ ମୃତ୍ତିକାକୁ ଆମେ ସୁସ୍ଥ ରଖିପାରିବା। ମହାଶୟ ଖୁବ୍ ସହଜ, ସରଳ ଏବଂ ସୁନ୍ଦର ଭାବରେ ଶିକ୍ଷାଦାନ କଲେ। ଶିକ୍ଷାଦାନରୁ ଆପଣମାନେ କ'ଣ ବୁଝିଲେ ପରୀକ୍ଷା କରିବା ପାଇଁ ମହାଶୟ ଏବେ ପ୍ରଶ୍ନ 3ଟି ଡାକି ଦେଉଛନ୍ତି, ଟିପିକି ରଖନ୍ତୁ। ପ୍ରଥମ ପ୍ରଶ୍ନଟି ହେଉଛି ମୃତ୍ତିକା ପ୍ରଦୂଷଣର ଗୋଟିଏ କାରଣ କୁହନ୍ତୁ। ପ୍ରଶ୍ନଟି ଆଉଥରେ ଶୁଣି ରଖନ୍ତୁ। ମୃତ୍ତିକା ପ୍ରଦୂଷଣର ଗୋଟିଏ କାରଣ କୁହନ୍ତୁ। ଦ୍ୱିତୀୟ ପ୍ରଶ୍ନଟି ହେଉଛି ରୁଆ ଧାନ ବିଲରୁ କେଉଁ ଗ୍ୟାସ୍ଟି ବାହାରିଥାଏ? ଆଉଥରେ ଶୁଣି ରଖନ୍ତୁ। ରୁଆ ଧାନ ବିଲରୁ କେଉଁ ଗ୍ୟାସ୍ ବାହାରିଥାଏ? ତୃତୀୟ ପ୍ରଶ୍ନଟି ହେଉଛି ପୋକ ନିୟନ୍ତ୍ରଣ ପାଇଁ ଏକ ଉଦ୍ଭିଦରୁ ତିଆରି ଔଷଧର ନାମ କୁହନ୍ତୁ। ପୋକ ନିୟନ୍ତ୍ରଣ ପାଇଁ ଏକ ଉଦ୍ଭିଦରୁ ତିଆରି
ଔଷଧର ନାମ କୁହନ୍ତୁ। ପ୍ରଶ୍ନ 3ଟି ତ ଲେଖି ସାରିବେଣି। ଏବେ ଆଉ ଡେରି ନ କରି ଏହାର ଠିକ୍ ଉତ୍ତର ଲେଖି ଆମ ପାଖକୁ 7 ଦିନ ମଧ୍ୟରେ ଚିଠି ପଠାନ୍ତୁ। ଆମର ଠିକଣା ହେଲା ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ଶ୍ରୋତାବନ୍ଧୁ, ଗତ 12 ତାରିଖ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମରେ ଶିକ୍ଷାଦାନର ବିଷୟ ଥିଲା ସୁସ୍ଥ ଚାରା ଉତ୍ପାଦନ। ଶିକ୍ଷାଦାନ କରିଥିଲେ ଡକ୍ଟର ଦେବାଶିଷ ଦାସ। ଶିକ୍ଷାଦାନ ଶେଷରେ ମହାଶୟ ଯେଉଁ ପ୍ରଶ୍ନ 3ଟି ଡାକି ଦେଇଥିଲେ ତାର ଠିକ୍ ଉତ୍ତର ଏବେ କହି ରଖୁଛନ୍ତି। ପ୍ରଥମ ପ୍ରଶ୍ନଟି ଥିଲା ଉଚ୍ଚମାନର ଚାରାର ଗୁଣଗୁଡ଼ିକ କ'ଣ? ଏହାର ଠିକ୍ ଉତ୍ତର ହେଉଛି ଏହା ରୋଗମୁକ୍ତ ହୋଇଥିବା ଦରକାର, ମୂଳ ବିକୃତିମୁକ୍ତ ହୋଇଥିବା ଦରକାର, ଦୃଢ଼ କାଣ୍ଡ ଓ ଅପେକ୍ଷାକୃତ ବଡ଼ ମୂଳ ଆଉ ଆର୍ଦ୍ରତା ହ୍ରାସ ସହିତ ସମ୍ପୂର୍ଣ୍ଣ ଅଭ୍ୟସ୍ତ ଥିବା ଦରକାର ଓ ସମ୍ପୂର୍ଣ୍ଣ ସୂର୍ଯ୍ୟାଲୋକରେ ଅଭ୍ୟସ୍ତ ଥିବା ଦରକାର। ଦ୍ୱିତୀୟ ପ୍ରଶ୍ନଟି ଥିଲା ମୃତ୍ତିକା ସୌରକରଣ ପାଇଁ କେଉଁ ମାସଟି ସବୁଠାରୁ ଉପଯୁକ୍ତ ଅଟେ? ଏହାର ସଠିକ୍ ଉତ୍ତର ହେଉଛି ମେରୁ ଜୁନ୍। ତୃତୀୟ ପ୍ରଶ୍ନଟି ଥିଲା ଏକ ତଳି ଘେରାର ଆକାର କେତେ ହେଇଥିବା ଦରକାର? ଏହାର ସଠିକ୍ ଉତ୍ତର ହେଉଛି 3 ମିଟର ଲମ୍ବା, 1 ମିଟର ଚଉଡ଼ା ଓ 15 ସେଣ୍ଟିମିଟର ଉଚ୍ଚତା ହେଇଥିବା ଦରକାର। ଯେଉଁ ଶ୍ରୋତାବନ୍ଧୁମାନେ ଠିକ୍ ଉତ୍ତର ଲେଖି ଆମ ପାଖକୁ ଚିଠି ଦେଇଛନ୍ତି ସେମାନେ ହେଲେ ପ୍ରଫୁଲ୍ଲ କୁମାର ପଣ୍ଡା, ଗ୍ରାମ ମିଟୁଆଣୀ, ପୋଷ୍ଟ ବାରବାଟୀ, ଭାୟା ଖଣ୍ଡପଡ଼ା, ଜିଲ୍ଲା ନୟାଗଡ଼। ଆପଣ ହେଲେ ଅଞ୍ଜୁ ଦାସ, ପାରେଶ୍ୱର ସାହି, ଷ୍ଟେସନ ବଜାର, କଟକ। ଏବଂ ଆପଣ ହେଲେ ଟୁନିଆ ବେହେରା, ଗ୍ରାମ ଅରାଙ୍ଗ, ପୋଷ୍ଟ କୁମାରବସ୍ତ, ଜିଲ୍ଲା ଖୋର୍ଦ୍ଧା। ଯାହା ହେଉ ଶ୍ରୋତାବନ୍ଧୁ, ଆପଣମାନେ ଠିକ୍ ଉତ୍ତର ଲେଖି ଆମ ପାଖକୁ ଚିଠି ପଠାଉଥିବାରୁ ଆପଣମାନଙ୍କୁ କୃଷି ଶିକ୍ଷା ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ। ଶ୍ରୋତାବନ୍ଧୁ, ଆଜି ତ ସମୟ ହେଇଗଲାଣି। ତେବେ ଆଜିର ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।